ଏଇ ମାଛ ପରେ ଚାଲିଛି ଦେଖିବାକୁ ଏଇ ମାଛ ମାଛ ରଖିଛନ୍ତି ଡବା ଭିତରେ ମାଛ ଆଉ ଥରେ ଭାରି ପଡ଼ିଲେ ମାଛ ଧରିବା ପାଇଁ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଏକ ନୂଆ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆଜି ଆସିଛି ସମୁଦ୍ର ପାଖକୁ ଦେଖିପାରୁଥିବେ ପଛରେ କ'ଣ ଚାଲିଛି, ତ ଦେଖିବା କ'ଣ ଚାଲିଛି। ଦେଖିପାରୁଥିବେ ନୌକାର ଜାଲ ଭରା ଚାଲିଛି, ଯାହାଦ୍ୱାରା ରାତିରେ ମାନେ ଫିସିଂ କରିବା ପାଇଁ ଯିବେ। ଫିସିଂ କରିବା ପାଇଁ ଗଲେ ଜାଲ ଭରା ଚାଲିଛି। କଣ୍ଟିକା ମାଛ ଧରିବା ପାଇଁ ରୁଢ଼ କଣ୍ଟିକା ତାହାକୁ ଧରିବା ପାଇଁ ବସୁଛନ୍ତି। ଏସବୁ ଦେଖିଲେ ତାଙ୍କ ଷ୍ଟାଫ୍ ଏମିତି ତାଙ୍କ ସମୟ। ଏଇ ଭିଡ଼ିଓ ଦେଖିପାରୁଥିବେ ଜାଲ ଉପରେ ଟାଙ୍ଗି ଦେଇ ତାଙ୍କ ନୌକା ଭିତରେ ରଖୁଛନ୍ତି, ଯାହାଦ୍ୱାରା ରାତିରେ ମାନେ ଫିସିଂ ଯିବେ। ଏଇ ସମୁଦ୍ର ଦେଖିପାରୁଛି, କିଛି ଲୋକମାନେ ଏଠି ମାଛ ବି ଧରିବା ପାଇଁ ଯାଉଛନ୍ତି। ଯାକୁ ତ ଜାଣିଥିବେ, ବହୁତ ଭିଡ଼ିଓରେ ବି ଦେଖିଥିବେ ମୋ ଭାଇ। ସେ ବାଡ଼ିକି କେମିତିକା ହାତରେ ରଖି କେତେ ଟାଇମ୍ ରଖିପାରୁଛି ଦେଖିବା ଟିକେ। ଏଇ ସମୁଦ୍ର କିଏ କେତେ ଟାଇମ୍ ରଖିପାରୁଛି, ଏମିତି କିଏ ରଖିପାରିବ। ମର୍ଣ୍ଣିଂ ର ଭ୍ୟୁ କେତେ ସୁନ୍ଦର। ଇଏ ମୋ କାକା ଦେଖିପାରୁଥିବେ, ଫେସ୍ ଲୁଚି ଦଉଛନ୍ତି। ମାଛ ଧରିବା ପାଇଁ ପାଣି ଭିତରେ 2 ଜଣ ପଶି ଯାଇଛନ୍ତି। ଏବେ ମାନେ 45 ମିନିଟ୍ ଭିତରେ ରହିବେ ତା ଭିତରେ, ତାପରେ ସେମାନେ ମାଛ ନେଇକି ଆସିବେ। ଦେଖୁଥିବେ ପାଖକୁ ଆସିଲା ବେଳେ ଦେଖିଲେ ଯେ କିଛି ଶାମୁକା ବି ପଡିଛି, ତା ସହିତ କିଛି କାଦ ଦେଖିପାରୁଥିବେ। ନଈରୁ ଆମ ନଈ ଶାମୁକା କଳାମାଟି ନୁହେଁ, କାଦ ଆମ ଏଇଠି ସୁବର୍ଣ୍ଣରେଖା ଆଉ ବଙ୍ଗୋପସାଗର ଏଇଠି ସାଥିରେ ମିଶିଛନ୍ତି, ଯାହାଦ୍ୱାରା କାଦ ଏଇଠି ପାଖରେ ମାନେ ନଈ ପାଖକୁ ଟାଣି ନେଇ ଆସୁଛି। ଦେଖିପାରୁଥିବେ କେତେ କାଦ ପଡିଛି, ଯାହା ଇଏ ସମୁଦ୍ରର ସୌନ୍ଦର୍ଯ୍ୟ। କେତେ ସୁନ୍ଦର। ଏଠି ବି ମାନେ ଦେଖିପାରୁଥିବେ ନୌକା ବି ପଡିଛି ଏବଂ ସେଠି ବି ଫିସିଂ ବି ଚାଲିଛି, ଜାଲ ମାରା ଚାଲିଛି। ଦେଖିପାରୁଥିବେ ସେମାନେ ମାଛ ଧରିକି ଚାଲିଛନ୍ତି ଦରିଆ ମଝିରୁ। ପାଖରେ ଆସିଲେ ଜଣା ପଡିବ। ଖାସି ମାଛ ଦେଖିପାରୁଥିବେ, ବହୁତ ମାଛ ନାହିଁ ଆଜି, ମାଛ ନାହିଁ ବହୁତ ମାଛ କମ। ଏଇ ଫାସି ମାଛ ଅଛି, ଫାସି ପାତିଆ ତାମ୍ପଡା ମାଛ ସେମିତି ଅଛି। ଯଦି ଜାଣିଥିବେ ମାଛ ଯଦି ଜାଣିଥିବେ କମେଣ୍ଟରେ ଜଣେଇବେ ନିହାତି, ଏଟା କୋଉ ମାଛ। ଏଇ ଦେଖୁଥିବେ ବସିକି ମାଛ ଖୋଲୁଛନ୍ତି। ଏଟା କି ମାଛ? କରୁଆ ବଡ ମାନେ ଗୁଛିଆ ନା କରୁଆ ବଡ ହେଲେ ସେଇ ଏଇ ଦେଖିଥିବେ ମାଛ। ଆପଣ ମାନେ ଦେଖୁଛନ୍ତି ଦୂରି ଆସ। ଏଇ ମାଛ ସେଠି ବି ମାଛ ପଡିଛି ଦେଖିଥିବେ। ଏଇଟା କରୁଆ ମାଛ, ଯଦି କିଏ ଜାଣିଥିବେ ତାହେଲେ କମେଣ୍ଟ ଜାଣିବେ ତମ ସାଇଟ୍ କୋଉ ମାଛ କୁହନ୍ତି ଏଇଟା।